ମୁଁ ଭାରତୀୟ ଜନତା ପାର୍ଟିର ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି। ବଜେଟ୍ ଅତି ସୁନ୍ଦର ବଜେଟ୍ ହେଇଛି। ଇଏ ଯୋଉ ଜନ ଅଭିମୁଖୀ ବଜେଟ୍, ଲୋକଙ୍କ ବଜେଟ୍, ଭାରତବର୍ଷ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ଚିନ୍ତା କରି ବଜେଟ୍ କରେଇଛନ୍ତି, ଯାହାକି ସାରା ବିଶ୍ୱରେ ସମସ୍ତେ ଏଇ ବଜେଟକୁ ବା ବୋଲି କହୁଛନ୍ତି। କିନ୍ତୁ ଏହାକୁ ବିରୋଧୀ କହୁଛନ୍ତି ତେଲିଆ ମୁଣ୍ଡରେ ତେଲ, ଲୋକଙ୍କୁ ଛୁଆଇଲା ଭଳିଆ ବଜେଟ୍ ନାହିଁ। ବିରୋଧୀଙ୍କ କଥା ତ ତମେ ଯେତେ ଯାହା ଭଲ କଲେ ବି ସେ ତାଙ୍କ କାମ ହଉଛି କହିବେ। ସେ କହୁଛନ୍ତି କହିବେ, ତାଙ୍କ ନ କହିବେ ଆଉ ବିରୋଧୀ କଣ ରହିବେ? ସେ ସେଥିପାଇଁ କହୁଛନ୍ତି। ତାଙ୍କ ମନରେ ଏଇ ବଜେଟ୍ ପ୍ରତି ବହୁତ ସମ୍ମାନ ଅଛି। 25 ବର୍ଷ ସରକାର ଥିଲା, ସେ ସରକାର ଅଲଗା। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଆମର ଏଠି ମୋହନ ମାଝୀ ଅଛନ୍ତି ଆମର ମୁଖ୍ୟମନ୍ତ୍ରୀ। ଏ ସରକାର ଚାଲିଛି। ଏ ସରକାର ତ 2 ବର୍ଷର ସରକାର, ଆଗକୁ ବହୁତ ପରିବର୍ତ୍ତନ, ବହୁତ ଭଲ ଜିନିଷ ଓଡ଼ିଶାବାସୀ ଅନୁଭବ କରିବେ। ଟିକେ ଧୈର୍ଯ୍ୟ ରଖିବାର ଅଛି। କୃଷକକୁ ନେଇକି ବିରୋଧୀ ମାନେ ବହୁତ ବିରୋଧ କରୁଛନ୍ତି, ଆଉ କୃଷକ ନେତା ମାନେ ରାଜରାସ୍ତାରେ ଘେରାଉ କରୁଛନ୍ତି। ଏଇ ବଜେଟ୍ କୁ ସେମିତି କୃଷକ ଉପରେ କିଛି ହେଇଛି ସୁହାଇଲା ଭଳିଆ? ତ କୃଷକ ମାନେ କୃଷି କୁ ସୁହାଇଲା ଭଳିଆ ବଜେଟ୍ ହେଇଛି। କୃଷକ ବଜେଟ୍ କୁ, ଏଇ ବଜେଟ୍ କୁ ତ କୃଷକ ବିରୋଧ କରୁନାହାନ୍ତି। କୃଷକଙ୍କର ଅଲଗା ରହୁଛି, ମଣ୍ଡି ଉପରେ ସେମାନେ ପ୍ରତିବାଦ କରୁଛନ୍ତି। ନା ସେଟା ଏକଦମ ଭିତ୍ତିହୀନ। ବିଗତ ଦିନରେ ଯୋଉ ପ୍ରକାରର ଚାଷୀ ମାନେ ହଇରାଣ ହଉଥିଲେ, ହରକତ ହଉଥିଲେ, ଆଜିକା ଦିନରେ ସେ ଜିନିଷ ବହୁତ କମ ଅଛି। ଏବଂ ସରକାରଙ୍କର ଯୋଉ ପ୍ରକାର ନୀତି ଚାଲିଛି, ଧାନକୁ ଠିକ ସମୟରେ ଠିକ ଭାବରେ ମଣ୍ଡିରେ ଗ୍ରହଣ କରି ତାଙ୍କୁ ପଇସା ଠିକ ସମୟରେ ଦିଆଯିବ ବୋଲି, ଠିକ ସମୟରେ ପାଇଲେ କେହି ଅସନ୍ତୁଷ୍ଟ ନ ହେବେ, ସେଥିପାଇଁ ମୁଖ୍ୟମନ୍ତ୍ରୀ 2-4 ଦିନ ବାଇଟ୍ ଦଉଥିଲେ। ଧୀରେ ଧୀରେ ସବୁ ଠିକ ହେଇଯିବ। କିଛି ବିରୋଧୀ ତାଙ୍କର ସେମିତି ସଦାବେଳେ କହିବେ ଏଇଟା ହେଲା ସେଇଟା ସେଇଟା, ବିରୋଧୀଙ୍କ କଥାରେ କିଛି ନାହିଁ। ଲୋକ ସାଧାରଣ ଓଡ଼ିଶାର 4.5 କୋଟି ଜନ ବିରୋଧୀ ଦେଖୁଛନ୍ତି ଇଏ ସବୁ ଜିନିଷ ଠିକରେ ଚାଲିଛି, ସବୁ ଜିନିଷ ଠିକ ସେ ହବ, ଠିକ ଉତ୍ତର ସରକାର ଦେଇପାରିବେ। ଏବେ ଆମେ ବିଧାନସଭା ନ ଚଳିଦେଲେ ସରକାର ବଦନାମ ହେବେ। ଏଇଟା ବିରୋଧୀ ମାନଙ୍କର ମୁଖ୍ୟ ଅନ୍ତରର କଥା। କିନ୍ତୁ ଯେତେବେଳେ ଥିଲେ ବିରୋଧୀ ଦଳ ନେତା, ସିଏ ବିରୋଧୀକୁ ଆସୁନଥିଲେ, କିନ୍ତୁ ମୋହନ ମାଝୀ ନିଜେ ଆସିକି ସବୁ ଆକ୍ସନ ନିଜେ ହିଁ ଦଉଛନ୍ତି। ସିଏ ତ ବିଜେଡି ଆଉ ବିଜେପି ତ ଆକାଶ ପାତାଳ ସବୁ ଫରକ। ଆମର ଗୋଟେ ରାଷ୍ଟ୍ରୀୟ ଦଳ ଏବଂ ଆମର ମୋଦି ବର୍ତ୍ତମାନ ଆମର ମୁଖ୍ୟ, ଆମର ପ୍ରଧାନମନ୍ତ୍ରୀ। ଆପଣ ଦେଖୁଥିବେ ପାର୍ଲାମେଣ୍ଟରେ କୋଉ ପ୍ରକାର ରହୁଛି, ସେଇ ପ୍ରକାର ସେମିତି ବିଧାନସଭା ରହୁଛି। ବିରୋଧୀ ଦଳ ନେତା ତ ମୁଖ୍ୟମନ୍ତ୍ରୀ ତଳେ ଆସନ୍ତି ନାହିଁ, ମୋହନ ମାଝୀ ଆସୁଛନ୍ତି, ଧନ୍ୟବାଦ କଥା। ଆଉ ବିଜେଡି ବିଜେପି ବହୁତ ଫରକ କଥା। ବିଜେପି ସଦାବେଳେ ଲୋକଙ୍କ ହୃଦୟରେ ଥାଏ, ମନରେ ଥାଏ।